हेलो सांगमाने नमस्ते जय जगन्नाथ। ସବୁବେଳେ ସେଇ ମାଛ ତରକାରୀ ସେମ୍ ଖାଇ ଖାଇ ବୋର୍ ହେଇଗଲେଣି କି? କିଛି ଗୋଟେ ଅଲଗା ଟେଷ୍ଟ ଟ୍ରାଏ କରିବାକୁ ଚାହୁଁଛନ୍ତି? ତାହେଲେ ଚାଲନ୍ତୁ ଆଜି ଆମେ ବିଲକୁଲ ଡିଫରେଣ୍ଟ ଷ୍ଟାଇଲରେ ମାଛ ତରକାରୀଟି ବନେଇବା, ଯାହା ଖୁବ୍ କମ୍ ସମୟରେ ଆଉ ବିନା ମସଲାକୁ ଭାଜିକି ମାଛ ତରକାରୀଟି ଆମେ ବନେଇବା। ଏଇ ମାଛ ତରକାରୀରେ ଆମକୁ କୌଣସି ପ୍ରକାର ପିଆଜ ବଟା ବା ପିଆଜ ଦରକାର ପଡ଼ିବନି। ବହୁତ ହି ଇଜି ପ୍ରୋସେସରେ ଆମେ ଏଇ ମାଛ ତରକାରୀଟି ଝଟପଟ ବନେଇକି ରେଡ଼ି କରିନେବା। ତାହେଲେ ଚାଲନ୍ତୁ। ନମସ୍କାର, ମୁଁ ସ୍ମୃତି ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ଓଡ଼ିଆ ରେସିପି ଚ୍ୟାନେଲକୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ ରହିଲା। ଭିଡ଼ିଓଟି ଶେଷ ଯାଏ ନିଶ୍ଚିତ ଦେଖିବେ। ପ୍ରଥମେ ମାଛ ଝୋଳ ପାଇଁ ଏଇଠି ଆମେ ଗୋଟେ ପେଷ୍ଟ ବନେଇଦେବା। ଖାଲି ଟମାଟୋ ପେଷ୍ଟ ହିଁ ଆମକୁ ଦରକାର ହେବ। ଲାଲ ଲାଲ ଟମାଟୋ ଗୋଟେ ଗ୍ରାଇଣ୍ଡିଙ୍ଗ ଜାରରେ ଆମେ ଦେଇକି ଆମେ ଟମାଟୋକୁ ବାଟି ନେବା। ଏବେ ମାଛକୁ ଭଲସେ ଧୋଇକି ସେଥିରେ ଲୁଣ ହାଫ୍ ସ୍ପୁନ୍, ହଳଦୀ ଗୁଣ୍ଡ ହାଫ୍ ସ୍ପୁନ୍କୁ ଦେଇକି ଭଲସେ ମିଶାଇ ନେବା। ଏଥିରେ ଆଉ ଟିକେ ଫ୍ଲେଭର ପାଇଁ ହାଫ୍ ଲେମ୍ବୁର ରସ ଟିକେ ଦେବା। ଏଇ ମାଛ ସବୁକୁ ଭଲସେ ଗୋଳେଇକି ଆମେ 10 ମିନିଟ୍ ମ୍ୟାରିନେସନ୍ ପାଇଁ ଛାଡ଼ି ନେବା। ଯେହେତୁ ମୁଁ ଏଇଠି ଲୁଣି ମାଛଟା ୟୁଜ୍ କରିଛି, ଆପଣ ଯଦି ଚାହିଁବେ କୌଣସି ବି ମାଛ ଆପଣ ଏଇ ତରକାରୀ ପାଇଁ ନେଇପାରିବେ। ପ୍ରଥମେ ଆମେ ମାଛଟାକୁ ଏବେ ହାଫ୍ ଫ୍ରାଏ କରିନେବା। କଢ଼େଇରେ କିଛି ତେଲ ଦେଇକି ଗୋଟେ ଗୋଟେ କରିକି ମାଛ ସବୁକୁ ଭାଜି ନେବା। ମାଛଟାକୁ ଆମେ ଅଧିକ ଭାଜିବାନି, ନହେଲେ ଆମର ଯେଉଁ ଏଇ ଗ୍ରେଭିଟା ମାଛ ଭିତରେ ସୋକ୍ କରିବନି। ସେଥିପାଇଁ ଆମେ ୟାକୁ ଅଳ୍ପ ହିଁ ଫ୍ରାଏ କରିବା। ଅଧିକ କଡ଼ା କରିକି ଯଦି ଭାଜିଦେବା ତ ତାହେଲେ ମାଛ ଭିତରେ ଝୋଳ ଆଉ ପଶିବନି, ଆଉ ମାଛଟା ବହୁତ ଫିକା ଲାଗିବ। ଏଇ ମାଛ ଝୋଳଟା ସ୍ପେଶାଲି ପିଲାମାନଙ୍କୁ ଭାରି ପସନ୍ଦ ଆସିବ, କାହିଁକିନା ଏଥିରେ ବହୁତ କମ୍ ମସଲା ଆଉ ଖାଲି ଟମାଟୋ ଗ୍ରେଭିରେ ଏଇ ମାଛ ତରକାରୀଟା ଆମେ ରେଡ଼ି କରିବା। ମାଛ ସବୁ ଆମର ଭଲସେ ଭଜା ହେଇଗଲା। ଏବେ ଆମେ ସେଇ କଢ଼େଇରେ ଅଳ୍ପ କିଛି ତେଲ ଦେଇଦେବା, ଆଉ ତେଲ ଟିକେ ତାତିଲା ପରେ ସେଥିରେ ବଟା ହେଇଥିବା ଟମାଟୋକୁ ଦେଇଦେବା। ମୁଁ ଏଇଠି ଆଗରୁ କହିଥିଲି ଏଥିରେ ଆମେ କୌଣସି ମସଲା ଭାଜିବାନି ବା କଷିବାନି। ଏଇଠି ଆମେ ଦେଖିପାରୁଥିବେ ମୁଁ ଏଇଠି ଡାଇରେକ୍ଟ ଟମାଟୋ ଗ୍ରେଭିକୁ ଦେଇଦେଲି ତେଲରେ। ଟମାଟୋର ପାଣି ଅଂଶଟା ଟିକେ ମରି ଆସିଲା ପରେ ସେଥିରେ ଆମେ ଗୋଟେ ସ୍ପୁନ୍ ଅଦରକ ରସୁଣର ପେଷ୍ଟ ଦେଇଦେବା। ପେଷ୍ଟ ଦେଲା ପରେ ଆମେ ଆଉ 2 ମିନିଟ୍ ତାକୁ ଫୁଟିବା ପାଇଁ ଛାଡ଼ି ନେବା। ଏଇଠି ଦେଖିପାରୁଥିବେ ଟିକେ ଟିକେ ତେଲ ଉପରୁ ଆସିଗଲାଣି। ତ ଏଇ ସମୟରେ ଆମେ ହାଫ୍ ସ୍ପୁନ୍ ହଳଦୀ ଗୁଣ୍ଡ ଆଉ ହାଫ୍ ସ୍ପୁନ୍ ଲଙ୍କା ଗୁଣ୍ଡକୁ ଦେବା। ଏଇଠି ଆପଣଙ୍କ ରାଗ ଅନୁସାରେ ଆପଣ କମ୍ ଅଧିକ କରିପାରିବେ। ଦେଖିପାରୁଥିବେ ଆମର ମସଲା ସବୁ ଛାଡ଼ି ଆସିଲାଣି, ତେଲ ବି ଉପରକୁ ଆସିଗଲାଣି। ତ ଆମେ ଏବେ ଆଉ ଅଧିକ କିଛି ନ ଭାଜିକିରି ଆମେ ପାଣି ଦେଇଦେବା। ଆପଣ ଏଇ ଗ୍ରେଭିଟାକୁ ଟିକେ ଗାଢ଼ା ରଖିବେ, ତାହେଲେ ଏଇ ଗ୍ରେଭିର ଟେଷ୍ଟଟା ବହୁତ ବଢ଼ିଆ ଲାଗିବ। ଆମେ ଏଇଠି ପିଆଜର ୟୁଜ୍ କରିନେ, ନାହିଁ ପିଆଜ ବଟାକୁ ୟୁଜ୍ କରିଛେ, ତଥାପି ଆମ ଗ୍ରେଭିଟା ବହୁତ ବଢ଼ିଆ ଗାଢ଼ା ଗାଢ଼ା ହେଇକି ବନିବ। ଯେହେତୁ ମୁଁ ଏଇଠି ଲାଲ ଲାଲ ଟମାଟର ନେଇଛି, ତ ଦେଖିପାରୁଥିବେ ଗ୍ରେଭିଟା କେତେ ସୁନ୍ଦର କଲର୍ ଆସିଯାଇଛି। ଆଉ 1ରୁ 2 ମିନିଟ୍ ଫୁଟିଗଲା ପରେ ସେଥିରେ ଆମେ 1/4 ସ୍ପୁନ୍ ଗରମ ମସଲା ଦେବା, ଆଉ 1/4 ସ୍ପୁନ୍ ଚିକେନ୍ ମସଲା ଦେବା, ଆଉ ଟିକେ ଟେଷ୍ଟ ଅଲଗା ଆଣିବା ପାଇଁ 1/4 ସ୍ପୁନ୍ ମ୍ୟାଗି ମସଲା ଗୋଟେ ଦେବା। ଏଇସବୁ ଭଲସେ ଟିକେ ଫୁଟି ଆସିଲା ପରେ ଆମେ ସେଥିରେ ଲୁଣ ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ଦେବା। ଏଇଠି ମୁଁ ଦେଖିପାରୁଥିବେ ଗ୍ରେଭିର କନସିଷ୍ଟେନ୍ସି କେତିକି ରଖିଛି। ଏବେ ଆମେ ଭଜା ହେଇଥିବା ମାଛକୁ ଦେଇଦେବା। ଦେଖିପାରୁଥିବେ ମୁଁ ପୁରା ଜଷ୍ଟ ଟିକେ କଲର୍ ଆସିଲା ଯାଏଁ ଭାଜିଛି, ମାଛକୁ ଅଧିକ ଭାଜିନି। ଯେହେତୁ ଏଇଠି ଟମାଟର ଗ୍ରେଭିଟା ଆମ ମାଛ ଭିତରେ ଯେତେବେଳେ ଭିଜିବ, ତାହେଲେ ମାଛ ଝୋଳର ଟେଷ୍ଟଟା ବହୁତ ବଢ଼ିଆ ଲାଗିବ। ଏଇ ମାଛ ଝୋଳଟା ବହୁତ କମ୍ ସମୟରେ ବନିଯାଏ, ଆଉ ସମସ୍ତଙ୍କୁ ଖାଇବା ପାଇଁ ଖଟା ଖଟା ଲାଗିବ। ଯେହେତୁ ଏଇଟା ଖାଲି ଟମାଟୋ ବଟାରେ ହେଇଛି, ମୁଁ ଗ୍ୟାରେଣ୍ଟି ସହିତ କହୁଛି ଆପଣ କେବେ ମଧ୍ୟ ଏଇଭଳିଆ ମାଛ ଝୋଳ କେବେ ଟ୍ରାଏ କରିନଥିବେ। ତ ଥରେ ନିଶ୍ଚିତ ଟ୍ରାଏ କରିକି ଦେଖନ୍ତୁ। ଆଶା କରୁଛି ସମସ୍ତଙ୍କୁ ପସନ୍ଦ ଆସିବ। ଭିଡ଼ିଓଟି ଯଦି ଭଲ ଲାଗିଲା ତାହେଲେ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ବି ଭୁଲିବେନି। ଆପଣଙ୍କର ଫିଡ଼ବ୍ୟାକ୍ ଆମ ପାଇଁ ବହୁତ ହି ମୂଲ୍ୟବାନ। ପୁଣି ଥରେ ଆଉ ଗୋଟେ ଭିଡ଼ିଓରେ ଦେଖାହେବା। ଟିଲ୍ ଦେନ୍ ବାଏ ବାଏ, ଥ୍ୟାଙ୍କ ୟୁ।